ଧନୁ ଶନି ଏବଂ ମଙ୍ଗଳ ଗ୍ରହର ବନ୍ଧୁମାନେ ପଛକୁ ଗତି କରିଛନ୍ତି। ସତର୍କ ରୁହନ୍ତୁ। ଆଗାମୀ 7 ଦିନ ଜୀବନ ଏବଂ ମୃତ୍ୟୁର ପ୍ରଶ୍ନ। ଶନି ଏବଂ ମଙ୍ଗଳ ଉଭୟେ ଆପଣଙ୍କ ଦ୍ୱାରରେ ଠିଆ ହୋଇଛନ୍ତି। ଗୋଟିଏ ପଟେ ଶନି ଆପଣଙ୍କୁ ସେହି ଖୁସି ଦେବେ ଯାହାକୁ ଆପଣ ବର୍ଷ ବର୍ଷ ଧରି ଖୋଜୁଛନ୍ତି। ଏହା ବିଚାର କରନ୍ତୁ, ମୃତ୍ୟୁବରଣ କରୁଥିବା ବ୍ୟକ୍ତି ତାଙ୍କ ଜୀବନର ଶେଷରେ ଗଙ୍ଗା ଜଳ ପାଇବେ। ଅନ୍ୟପଟେ ମଙ୍ଗଳ ଆପଣଙ୍କଠାରୁ 3ଟି ମୂଲ୍ୟବାନ ଜିନିଷ ଛଡ଼ାଇ ନେବେ। ଯେଉଁ ଜିନିଷଗୁଡ଼ିକୁ ଆପଣ ଆପଣଙ୍କ ହୃଦୟଠାରୁ ଅଧିକ ମୂଲ୍ୟବାନ ବୋଲି ମନେ କରନ୍ତି। ଆପଣଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡ଼ିବ। କାରଣ ଯେତେବେଳେ ବି ଶନି ଏବଂ ମଙ୍ଗଳ ପଛକୁ ଗତି କରନ୍ତି, ଜଣେ ବ୍ୟକ୍ତି ରାଜା ପରି ଜୀବନଯାପନ କରନ୍ତି କିମ୍ବା ସେ ଭିକାରୀଠାରୁ ମଧ୍ୟ ଖରାପ ଜୀବନ ପାଆନ୍ତି। ବନ୍ଧୁଗଣ, ଏବେ ଆପଣଙ୍କର ପାଳି। ଆଜି ରାତି 11:00ରୁ ଶନି ଏବଂ ମଙ୍ଗଳଙ୍କ ପଛକୁ ଗତି ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିବ। ଯଦିଓ ଆପଣଙ୍କ ମୃତ୍ୟୁ ଆପଣଙ୍କ ସମ୍ମୁଖରେ ଠିଆ ହୋଇଛି, ତଥାପି ଆଜି ଏହି ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, କାରଣ ଏହା ଆପଣଙ୍କ ଜୀବନର ଭିଡିଓ, ଯାହା ମୁଁ ଦ୍ୱାରା ନୁହେଁ ବରଂ ବ୍ରହ୍ମାଣ୍ଡର ଶକ୍ତି ଦ୍ୱାରା ତିଆରି କରାଯାଇଛି। ଆପଣଙ୍କ କର୍ମଦାତା ଶନି ଏବଂ ଆପଣଙ୍କ ମଙ୍ଗଳ ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ ପୁଅ, ଏବେ ଆପଣ ସତର୍କ ରହିବା ଉଚିତ। ତୁମେ ତୁମ ଜୀବନରେ ବହୁତ ଦୁଃଖ କଷ୍ଟ ସହିଛ। ତୁମେ ସାରା ଜୀବନ ଅନେକ ଦୁଃଖ ଏବଂ ବିଶ୍ୱାସଘାତ ସହିଛ। ତୁମେ ତୁମର ଜୀବନ ସଂଘର୍ଷ କରି ବିତାଇଛ। ଏବେ ସତର୍କ ରୁହ ଏବଂ ଆଜି ଏହି ଭିଡିଓ ଦେଖନ୍ତୁ। କାରଣ ଶକ୍ତି ନିଜେ ତୁମର ଦ୍ୱାରରେ ଠିଆ ହୋଇଛି, ତୁମର ଘରକୁ ଏବଂ ତୁମର ଜୀବନରେ ଧନ ଏବଂ ସମୃଦ୍ଧି ବର୍ଷା କରୁଛି। ନ୍ୟାୟର ଦେବତା ଶନିଦେବ ତୁମର ଜୀବନର ବିଚାର କରିବାକୁ ଆସିଛନ୍ତି ଏବଂ ମଙ୍ଗଳ ତୁମର ଜୀବନରେ କେବଳ ସୌଭାଗ୍ୟ ଆଣିବାକୁ ଆସିଛନ୍ତି। ଏବେ ଏହି 7 ଦିନ ମଧ୍ୟରେ ତୁମେ ତୁମର ବିଗତ 7 ଜୀବନରେ ଯାହା ପାଇଁ ଆଶା କରିଥିଲ ତାହା ପାଇବ। ତୁମେ ରାତିସାରା ଲୁହ ଢାଳି, ଦିନରାତି ପରିଶ୍ରମ କରି ଏବଂ ଝାଳ ବୁହାଇ ଯାହାର ପ୍ରତ୍ୟେକ ଆବଶ୍ୟକତା ପୂରଣ ହେବ। ଏବେ ତୁମେ ସବୁକିଛି ପାଇବ। ବନ୍ଧୁଗଣ, ଶନି କର୍ମ ଗଣନା କରେ ଏବଂ ମଙ୍ଗଳ ଜଣେ ବ୍ୟକ୍ତି ଭିତରେ ଥିବା ଶକ୍ତି ଏବଂ କ୍ରୋଧ ଗଣନା କରେ। ଯେତେବେଳେ ଏହି ଦୁଇଟି ଓଲଟା ଗତି କରେ, ଜଣେ ବ୍ୟକ୍ତିର ଜୀବନ ଅନେକ ମହାନ ଆନନ୍ଦ ଏବଂ ଅନେକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୁଏ। ଏହି ଆଗାମୀ 7 ଦିନରେ ବ୍ରହ୍ମାଣ୍ଡ ତୁମକୁ ସମାନ ଭାବରେ ପରୀକ୍ଷା କରିବାକୁ ଯାଉଛି। ତେଣୁ ସତର୍କ ଏବଂ ସତର୍କ ରୁହ, କାରଣ 7ଟି ପ୍ରମୁଖ ଘଟଣା ତୁମ ସହିତ ଯେକୌଣସି ପରିସ୍ଥିତିରେ ଘଟିବ। ବନ୍ଧୁଗଣ, ନିଜ ହୃଦୟରେ ହାତ ରଖି ନିଜକୁ ପଚାର, ତୁମେ କ'ଣ ଅନ୍ୟମାନଙ୍କ ଖୁସି ପାଇଁ ତୁମର ସମଗ୍ର ଜୀବନ ବଳିଦାନ ଦେଇନାହଁ? ତୁମେ ତୁମର ସମଗ୍ର ଯୌବନକୁ ବଳିଦାନ ଦେଇଛ। ତୁମେ ଅନ୍ୟମାନଙ୍କୁ ନିଜ ଖାଦ୍ୟର ଅଂଶ ମଧ୍ୟ ଦେଇଛ। ତୁମେ ତୁମର ପ୍ରିୟଜନଙ୍କୁ ସମର୍ଥନ କରିବା ପାଇଁ ତୁମର ନିଦ୍ରାକୁ ବଳିଦାନ ଦେଇଛ। କିନ୍ତୁ ପ୍ରତିବଦଳରେ ତୁମେ କ'ଣ ପାଇଛ? ତୁମକୁ ସବୁବେଳେ ବିଶ୍ୱାସଘାତ କରାଯାଇଛି। ତୁମେ କେବଳ ଅପମାନ ପାଇଛ ଏବଂ ତୁମକୁ ସବୁବେଳେ ଏକାକୀ ଜୀବନ ବିତାଇବାକୁ ଆଉ କ'ଣ କରିବାକୁ ପଡ଼ିଲା? ଯେତେବେଳେ ତୁମକୁ ସମସ୍ତଙ୍କର ଆବଶ୍ୟକତା ଥିଲା, ତୁମ ପାଇଁ କିଏ ଥିଲା? କେହି ନଥିଲେ। ଏହା କ'ଣ ତିକ୍ତ ସତ୍ୟ ନୁହେଁ? ବନ୍ଧୁଗଣ, ଯେତେବେଳେ ତୁମେ ଯନ୍ତ୍ରଣାରେ ଥାଅ, ଯେତେବେଳେ ତୁମେ ରାତିର ଅନ୍ଧାରରେ ଏକା କାନ୍ଦୁଛ, ତୁମର ଲୁହ ପୋଛିବା ପାଇଁ କେହି ନାହାନ୍ତି। ଯେଉଁମାନଙ୍କ ପାଇଁ ତୁମେ ଦୁନିଆ ବିରୁଦ୍ଧରେ ବିଦ୍ରୋହ କରିଥିଲ, ଆଜି ସେହି ଲୋକମାନେ ତୁମକୁ ତୁମର ସ୍ଥିତି ମନେ ପକାଇ ଦେଉଛନ୍ତି। ତୁମେ ଅନୁଭବ କରୁଛ ଯେ ଏକମାତ୍ର ଦୋଷ ତୁମ ଭିତରେ ଅଛି। ତୁମେ ସାରା ଦିନ ନିଜକୁ ଅଭିଶାପ ଦେଉଛ। କିନ୍ତୁ ବନ୍ଧୁଗଣ, ସତ୍ୟ ହେଉଛି ତୁମେ ଏହି ସ୍ୱାର୍ଥପର ଦୁନିଆ ପାଇଁ ଅତ୍ୟଧିକ ସତ୍ୟବାଦୀ, ଅତ୍ୟଧିକ ନିର୍ଦ୍ଦୋଷ, ଅତ୍ୟଧିକ ଦୟାଳୁ। ତୁମେ ଲୋକଙ୍କୁ ମଣିଷ ଭାବୁଥିଲ ଏବଂ ସେମାନେ ତୁମକୁ ଟିସୁ ପେପର ପରି ବ୍ୟବହାର କଲେ, ଅର୍ଥାତ୍ ଲୋକମାନେ ହାତ ଧୋଇଲେ, ମଇଳା ସଫା କଲେ ଏବଂ ତୁମକୁ ଫୋପାଡ଼ି ଦେଲେ, ସେମାନେ ତୁମକୁ ବ୍ୟବହାର କଲେ। ବନ୍ଧୁଗଣ, ଆଜି ତୁମେ କେଉଁ ସ୍ତରରେ ଠିଆ ହୋଇଛ ଯେଉଁଠାରେ ତୁମେ ଅନୁଭବ କରୁଛ ଯେ କେହି ମୋତେ ବୁଝନ୍ତି ନାହିଁ, ମୋତେ ମଧ୍ୟ ନୁହେଁ। ତୁମର ଜୀବନସାଥୀ ତୁମକୁ ବୁଝନ୍ତି ନାହିଁ, ନା ତୁମର ପିତାମାତା, ତୁମର ପରିବାର ସଦସ୍ୟ, ତୁମର ବନ୍ଧୁ। ଏସବୁ ତୁମର ଗ୍ରହମାନଙ୍କର ପ୍ରଭାବ। ଯେତେବେଳେ ଶନି ଏବଂ ମଙ୍ଗଳ ଏକାଠି ବିପରୀତ ଦିଗରେ ଗତି କରନ୍ତି, ଏହି ଯନ୍ତ୍ରଣା ଏବଂ ଅସ୍ଥିରତା ଶୀର୍ଷରେ ପହଞ୍ଚିଯାଏ
ଏବଂ ତାପରେ ଜୀବନ ଆରାମ ଧନ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯାଏ। ଆଗାମୀ 7 ଦିନରେ ବନ୍ଧୁଗଣ ତୁମକୁ କିଛି ତିକ୍ତ ସମୟ ଦେଇ ଗତି କରିବାକୁ ପଡ଼ିବ। ତୁମେ କିଛି ସମ୍ପର୍କର ତିକ୍ତ ସତ୍ୟ ପ୍ରକାଶ ପାଇବାର ଦେଖିବ। କିଛି ଦୁଇ ମୁହଁରୁ ମୁଖା ଖସିଯିବ। ଏହା ସମ୍ଭବ ଯେ ତୁମେ ପ୍ରକୃତରେ ଭଲ ପାଉଥିବା ଲୋକଙ୍କ ମୁହଁରୁ ମୁଖା ଖସିଯିବ ଏବଂ ତୁମେ ଜାଣିବ ଯେ ସେମାନେ ମିଛ କହୁଛନ୍ତି। ସେମାନେ ତୁମକୁ ବ୍ୟବହାର କରୁଛନ୍ତି, ତୁମର ହୃଦୟ ସହିତ ଖେଳୁଛନ୍ତି, ତୁମର ସମ୍ପତ୍ତି ବ୍ୟବହାର କରୁଛନ୍ତି, ତୁମର କଷ୍ଟ ଅର୍ଜିତ ଟଙ୍କା ବ୍ୟବହାର କରୁଛନ୍ତି। ତୁମେ ଏହା ଜାଣିପାରିବ। ବନ୍ଧୁଗଣ, ମୁଁ ତୁମକୁ କହିଥିବା ଏହି ତିକ୍ତ ସତ୍ୟ ତୁମ ସହିତ ଘଟୁଛି କି ନାହିଁ ମୋତେ କମେଣ୍ଟରେ କୁହ। ମୁଁ 101% ଜାଣେ ଯେ ଏହା ତୁମ ଜୀବନର ତିକ୍ତ ସତ୍ୟ। ତଥାପି ମୋତେ କମେଣ୍ଟରେ କୁହ ଏବଂ ଏହି ଭିଡିଓକୁ ତୁରନ୍ତ ସେୟାର କର। ଏହାକୁ ଲାଇକ୍ କରନ୍ତୁ କାରଣ ଏହି 7 ଦିନ କୌଣସି ସାଧାରଣ 7 ଦିନ ନୁହେଁ। ତୁମକୁ ଏହା ମନେ ରଖିବାକୁ ହେବ ଯେ ଏହି 7 ଦିନ ମୋ ଜୀବନର କେବଳ 7 ଦିନ ଯେଉଁଥିରେ ମୁଁ ଏ ପାଖକୁ କିମ୍ବା ସେ ପାଖକୁ ଯାଇପାରିବି। ତେଣୁ ଭିଡିଓକୁ ପସନ୍ଦ କର। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିଡିଓ। ଏହା ବ୍ରହ୍ମାଣ୍ଡର ସମସ୍ତ ଶକ୍ତିର ଶ୍ର। ଏହି ଶ୍ର ମୋର ନୁହେଁ। ଏହି ଶ୍ର ତୁମ ପାଇଁ ବ୍ରହ୍ମାଣ୍ଡର ସମସ୍ତ ଗ୍ରହର ଶ୍ର। ତେଣୁ ଭିଡିଓକୁ ପସନ୍ଦ କର ଏବଂ କମେଣ୍ଟ ବାକ୍ସରେ ସତ୍ୟ ହୃଦୟ ଏବଂ ସତ୍ୟ ଭକ୍ତିର ସହିତ ତୁମେ 3 ଥର ଜୟ ବାଲାଜୀ ମହାରାଜ, ଜୟ ବାଲାଜୀ ମହାରାଜ ଲେଖିବ। ଜୟ ବାଲାଜୀ ମହାରାଜ, ଜୟ ବାଲାଜୀ ମହାରାଜ। ତୁମର ସମସ୍ତ କାମ ହୋଇଯିବ। ତୁମର ଜୀବନରେ ଆସୁଥିବା ଦୁଃଖରୁ ତୁମକୁ ସର୍ବଦା ମୁକ୍ତି ମିଳିବ। ବନ୍ଧୁଗଣ, ତୁମେ ତୁମ ଜୀବନରେ ଅନେକ ଖୁସି ଅନୁଭବ କରିଛ। ଏହା ନୁହେଁ ଯେ ତୁମେ କେବଳ ଦୁଃଖ ଅନୁଭବ କରିଛ। ତୁମେ ଖୁସି ଏବଂ ଭଲ ସୁଯୋଗ ମଧ୍ୟ ଅନୁଭବ କରିଛ। କିନ୍ତୁ ବନ୍ଧୁଗଣ, କୌଣସି ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରହିନାହିଁ। ଯଦିଓ ଏହା ହୁଏ, ସେହି ଖୁସି ଶେଷରେ ଶୋକରେ ପରିଣତ ହୁଏ। ଏପରି ଅନୁଭବ ହୁଏ ଯେପରି ଖରାପ ନଜର ଥିବା କେହି ତୁମର ଖୁସି ଉପରେ ଖରାପ ନଜର ପକାଇଛି ଏବଂ ସେହି ଖୁସି ତୁମକୁ ବହୁତ କଷ୍ଟ ଦେଉଛି। ବନ୍ଧୁଗଣ, ତୁମର ଜୀବନ ଏପରି ଯେ ଯଦି ତୁମେ ଖୁସି ଅନୁଭବ କର, ତୁମେ ଭୟ କରିବାକୁ ଆରମ୍ଭ କର ଯେ ଏହା ଏକ ଭ୍ରମ। କିନ୍ତୁ ବନ୍ଧୁଗଣ, ଚିନ୍ତା କର ନାହିଁ। ଏସବୁ ତୁମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତିର ପ୍ରଭାବ। ତୁମ ଘରେ ଅନେକ ଶକ୍ତି ଅଛି ଯେଉଁମାନେ ତୁମକୁ ଖୁସି ଦେଖିବାକୁ ଚାହାନ୍ତି ନାହିଁ, ତୁମର ପ୍ରଗତି ଦେଖିବାକୁ ଚାହାନ୍ତି ନାହିଁ। କିଛି ଶକ୍ତି ଅଛି ଯାହା ଜଣେ ବ୍ୟକ୍ତିକୁ ଆଗକୁ ବଢ଼ାଇଥାଏ, ଯାହା ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରିଥାଏ। ଏବଂ କିଛି ଶକ୍ତି ଅଛି ଯାହା ସର୍ବଦା ପଛରେ ପଡ଼ିଯାଏ। ଶେଷରେ ଜଣେ ବ୍ୟକ୍ତିର ପ୍ରତ୍ୟେକ ଖୁସିକୁ ଶୋକରେ ପରିଣତ କରିଦିଏ। ସେମାନଙ୍କର ପ୍ରତ୍ୟେକ ପ୍ରୟାସ, ପ୍ରତ୍ୟେକ ଝାଳ, ପ୍ରତ୍ୟେକ କାର୍ଯ୍ୟ ଏହା ତୁମର ଜୀବନକୁ ନଷ୍ଟ କରିଦିଏ ଏବଂ ସେହି ଶକ୍ତି ତୁମ ଘରେ ମଧ୍ୟ ଉପସ୍ଥିତ ଅଛି। ବନ୍ଧୁ, ଯାହା ସବୁବେଳେ ତୁମକୁ ଅଟକାଏ ଏବଂ ଏହି ଶକ୍ତି କିପରି ଆସିଲା ତୁମେ କ'ଣ ଜାଣ? ଏହି ଶକ୍ତି ତୁମର ଶତ୍ରୁମାନଙ୍କଠାରୁ, ତୁମର କିଛି ସମ୍ପର୍କୀୟଙ୍କଠାରୁ, ତୁମର କିଛି ପ୍ରିୟଜନଙ୍କଠାରୁ ଆସିଛି ଯେଉଁମାନେ ତୁମକୁ ଖୁସି ଦେଖିବାକୁ ଚାହାନ୍ତି ନାହିଁ। ଏହା ସେମାନଙ୍କର ଶକ୍ତି ଅଟେ ଯାହା ତୁମ ଘରେ ଆସି ବସବାସ କରିଛି। ତୁମେ ପ୍ରଥମେ ସେହି ଶକ୍ତିକୁ ତୁମ ଘରୁ ବାହାର କରିବାକୁ ପଡ଼ିବ। ତାପରେ ତୁମେ ତୁମର କଠିନ ପରିଶ୍ରମର ପ୍ରକୃତ ଫଳ ପାଇପାରିବ। ନଚେତ୍ ତୁମେ ତୁମର ସାରା ଜୀବନ ଏପରି ବିତାଇବ ଯଦିଓ ତୁମେ କଠିନ ପରିଶ୍ରମ କରିଚାଲ, ତୁମେ କିଛି ହାସଲ କରିପାରିବ ନାହିଁ। କିନ୍ତୁ ବନ୍ଧୁଗଣ, ସେହି ଶକ୍ତି କିପରି ବାହାର କରାଯିବ? ଆଜି ଏହି ଭିଡିଓରେ ମୁଁ ତୁମକୁ ସମସ୍ତ ପ୍ରତିକାର କହିବି। ମୁଁ ତୁମକୁ ସମସ୍ତ ସୂଚନା ମଧ୍ୟ ଦେବି। ମୁଁ କେବଳ ଚାହେଁ ଯେ ତୁମେ ଏହି ଭିଡିଓକୁ ଧ୍ୟାନ ସହିତ ଶୁଣ, ଯାହାଦ୍ୱାରା ତୁମେ ସେହି ଦୁଷ୍ଟ ଶକ୍ତିର ପ୍ରଭାବରୁ ସୁରକ୍ଷିତ ରହିବ ଏବଂ ଶନି, ରାହୁ ଏବଂ ମଙ୍ଗଳ ଗ୍ରହର ପ୍ରଭାବରୁ ତୁମର ଜୀବନରେ ଠିକ୍ ଭାବରେ ପଡ଼ିଥାଏ। ତେଣୁ ଆସନ୍ତୁ ଏବଂ ଧ୍ୟାନ ସହିତ ଶୁଣନ୍ତୁ। ଦେଖନ୍ତୁ, ଚୈତ୍ର ନବରାତ୍ରି ଆଉ କିଛି ଦିନ ପରେ ଆରମ୍ଭ ହେଉଛି ଏବଂ ଚୈତ୍ର ନବରାତ୍ରି ପୂର୍ବରୁ ହୋଲିକା ଦହନ ଆରମ୍ଭ ହୋଇଯାଇଛି। ସ୍ଥାନ ଏବଂ ସେବେଠାରୁ ବାୟୁମଣ୍ଡଳରେ ଅର୍ଥାତ୍ ପୃଥିବୀରେ ମାତା ରାଣୀ ପୃଥିବୀକୁ ଆସନ୍ତି। ଭକ୍ତମାନଙ୍କ ପାଇଁ ମାତା ରାଣୀଙ୍କ ବିଭିନ୍ନ ରୂପ ପୃଥିବୀକୁ ଆସନ୍ତି। ଅନେକ ସକାରାତ୍ମକ ଶକ୍ତି, ଭଲ ଶକ୍ତି ଆମ ଘରେ ପ୍ରବେଶ କରନ୍ତି ଏବଂ ଆମ ଜୀବନରୁ ନକାରାତ୍ମକତାକୁ ଦୂର କରନ୍ତି। ସୁଖ, ଧନ ଏବଂ ସମୃଦ୍ଧି ଆମ ଜୀବନରେ ପ୍ରବେଶ କରନ୍ତି।
किंतु बंधुगण आपणक घरे किछि शक्ति अछि जहा बहुत नकारात्मक। जेपर्यंत सेही शक्ति दूर न हुए, जेपर्यंत सेही शक्ति आपणक घरु दूर न हुए, से पर्यंत देवी आपणक घरे किपरि बास करिवे? दयाकरी मोते कुहंतु, एहा हेबो नाही। तेनु मु आपणंकु कहुतिबा जिनिसगुड़िकु आपणक घरु दूर करंतु। एही नकारात्मक शक्तिर प्रभावकु आपणक घरु दूर करंतु। नवरात्रि आसुछि एवं देवी देवता मानंकु समर्पित पर्वगुड़िक मध्य निकटतर हेउछि। शीतला सप्तमी बीतीगला, तापरे विभिन्न पर्व पालन हेला। एही मार्च मास आपणंक पाई बहुत भल, किंतु एहा चैलेंजरे परिपूर्ण। एपरी परिस्थिति रे आपणंकु बहुत सतर्क रहिबाकु पड़िबो, कारण एही दिनगुड़िकरे आपणंक शत्रु माने शक्तिशाली हेबे। कारण एही समय रे कला जादू एवं तंत्र मंत्रर प्रभाव बहुत प्रबल होई जाए। जदि आपणंकर कोनोसी शत्रु अछि जिए आपणंकु तड़ीतलांत करी ध्वंस करिबाकु चाहुछि, तेबे से एही समयकु आपणंक विरुद्धरे व्यवहार करी आपणंक उपरे आहुरी गंभीर तंत्र मंत्र करि परिबो। एपरी परिस्थिति रे आपणंकु सतर्क रहिबाकु पड़िबो एवं वीडियोर शेषरे मु आपणंक सहित एक विशेष प्रतिकार बाछिबी, जहाँ आपणंकु जादुविद्या, विपदपूर्ण कौशल एवं आपणंक शत्रुमानंकर कुदृष्टिरु रक्षा करिबारे साहाय्य करिबो। किंतु वर्तमान पई आसंतु आगामी 7 दिन रे आपणंक सहित घटिबाकु थिबा 7टी बड़ विपर्यय विषय आलोचना करिबा। आपण सेमानंकु किपरि एडाई पारिबे ताहा मध्य मु व्याख्या करिबी। शनि एवं मंगल ग्रहर प्रतिगामी गति आपणंक जीवनर प्रत्येक दिगकु प्रभावित करिबो। आपणंक व्यवसाय ठारू आरंभ करी आपणंक चाकिरी, आपणंक परिवार, आपणंक स्त्री, आपणंक पिलामाने एवं आपणंक सहित जडित प्रत्येक व्यक्ति, एपरिकी आपणंक बंधुमानंकु मध्य एही प्रभाव परस्पर दृश्यमान। जदि आपण भल चाहुछंती तेबे एहा भल हेबो, जदि आपण खराप बोली कहुछंती तेबे एहा खराप हेबो। किंतु आमकु नकारात्मक प्रभावरु रक्षा करिबाकु पड़िबो। ध्यान देई सुनंतु। प्रथम कथा हेउछि, बंधुगण टंका पानी परी बहिजिब। हाँ मोर बंधुगण, टंका पानी परी बहिजिब। एक मेसिन खराप होई पारे, आपणंक घरे थिबा गाड़ी खराप होई पारे, किंबा आपणंक परिवारर कोनोसी व्यक्तिंक स्वास्थ्य खराप होई पारे। आपणंकु बहुत टंका निवेश करिबाकु पड़ी पारे। आपण काहार ठकेईर शिकार होई पारंती एवं आपणंक संचय एक बड़ विपर्ययर सम्मुखीन होई पारे। बंधुगण, आपणंक निज अर्जित टंका एपरी जणे व्यक्तिंक पाखरे फसी जाई पारे, जिए एहाकु फेरस्त करिबाकु मना करि पारे। तेनु सतर्क रुहंतु एवं एही 7 दिन मध्यरे काहाकु गोटिए टंका मध्य ऋण दियंतु नाही। एहा व्यतीत काहा उपरे विश्वास करी कोनोसी स्थान रे टंका निवेश करंतु नाही। सुना, रूपा, संकटा इत्यादिरु दूररे रुहंतु, कारण आपण एक बड़ आर्थिक विपर्ययर सम्मुखीन होई पारंती। एथिरे कोनोसी संदेह नाही, कारण मंगल शक्ति परिवर्तन करे। बंधुगण, मंगल चाहे नाही जे आपण लोभी हुअंतु। तेनु परवर्ती कथा हेउछि, लोभी कार्यकलापरु दूररे रुहंतु। बंधुगण, मंगलर एही ओलटा गति जणे व्यक्तिंक प्रतिष्ठाकु नष्ट करे। आपण काहाकु साहाय्य करिबाकु जिबे एवं विपरीतरे आपणंक उपरे चोरी किंबा ठकेई किंबा चरित्रहीनतार मिथ्या अभियोग आसीपारे। बंधुगण, आपण माने देश एवं विश्वरे वर्तमानर समयकु देखुछंती। बड़ बड़ युद्ध घटुछि एवं निर्दोषंकु मध्य दोष दिया जाउछि। आमे संप्रति अनेक कथा सुनिछु। पिला चोरीर खबर आसीछि, जेउथिरे किछि निर्दोष लोकंकु जेउ माने कोनोसी स्थानकु बुलिबाकु जाइथिले सेमानंकु पिला चोरीकारी भाबी स्थानीय लोकमाने माड़ मारी अभियुक्त करिथिले। बंधुगण, एहा एपरी एक समय निर्दोष मानंकु मध्य दोष दिया जाइछि एवं एहा आपणंक सहित मध्य होई पारे। तेनु यथासंभव एपरी कार्यकलापरु दूररे रुहंतु। काहाकु किछि भल करंतु नाही, पिलाकु किछि दियंतु नाही। जदि आपण साहाय्य करिबाकु चेष्टा करंती तेबे आपणंकु दोषी बोली विवेचना कराजिब।
जदि दुई जन लोक झगड़ा करुछंती तेबे झगड़ा भांगिबाकू चेष्टा करंतु नहीं। हाँ बंधुगण, नचेत सेही झगड़ा आपनंको उपरे पड़ी पारे। जदि आपण काहाकू जंत्रणारे थिबा देखंती एवं आपण साहाय्य करिबाकू जानती तेबे संभव जे सेही साहाय्य सेही व्यक्ति उपरे नकारात्मक प्रभाव पकाई पारे। तेनु सतर्क रुहंतु, नचेत आपणଙ୍କ सहित एक मिथ्या अभियोग किंबा कलंक लागिपारे। परवर्ती बंधुगण, आगामी 7 दिनरे आपणଙ୍କ मनरे एपरी नकारात्मक चिंताधारा आसीबो जहां आपण केबे कल्पना करि नथिले। तुमे हठात भाराक्रांत होइजिब। तुमे कांदिबाकू इच्छा करिपार। तुमे सबु किछि छाडी केउठाकू चली जिबाकू इच्छा करिपार किंबा निजकू हत्या करिबाकू मध्य इच्छा करिपार। मंगल ग्रह तुमकू एते अंध क्रोधरे पूर्ण करिदेब जे क्रोधर एक मुहूर्तरे तुमे वर्ष वर्ष धरी तैयारी करितिबा सम्मानकू नष्ट करिदेब। हाँ बंधुगण, एवं एही मंगल जहां क्रोध दिए बहुत विपदपूर्ण। तुमे तुमर निकटतर काहाकू क्षति पहुंचाई पार। तुमे तुमर जीवन साथी किंबा तुमर परिवारर काहाकू क्षति पहुंचाई पार। तुमे किछि मूल्यवान जिनिस भांगी किंबा भांगी देई पार। तुमे एही परी क्रोध करि पार एवं एही क्रोध किछि मुहूर्त पई रहिबो, किंतु तुम उपरे एहार प्रभाव वर्ष वर्ष धरी रहिबो। अर्थात तुमे किछि भूल करिथिबारु सर्वदा अनुताप करिबो, जहार परिणाम तुमकू जीवन सारा भोगिबाकू पड़ी पारे। तुमर समग्र परिवारकू भोगिबाकू पड़ी पारे। तेनु एही क्रोधकू नियंत्रण करिबा बहुत गुरुत्वपूर्ण एवं एही परी तुमे मंगल ग्रहकू शांत करि पारिबो। एही समस्त जिनिस भिडियोर शेषरे रहिबो, तेनु भिडियो छाडिबार भूल करो नाही। परवर्ती घटना हेउछि बंधुगण, मंगल हेउछि रक्तर कारक, अर्थात एहा रक्तर कारक एवं शनि हेउछि हाड़र कारक। बंधुगण, आगामी 7 दिन पई गाड़ी चलाइबा किंबा सीढ़ी तलकू जिबा समयरे सतर्क रुहंतु। समय बढ़िबा सहित एक भयंकर दुर्घटना हेबार संभावना रहिछि। कोनोसी रोग बिना आपण हठात आपणଙ୍କ शरीररे जंत्रणा अनुभव करि पारंती, जहां आपणଙ୍କୁ बिछणारे सीमित करि पारे। बंधुगण, मु आपणଙ୍କୁ भयभीत करिबाकू चाहू नहीं, किंतु मु आपणଙ୍କୁ प्रत्येक आगामी घटनारू रक्षा करिबाकू चाहूछि। मोर एकमात्र लक्ष्य हेउछि आपण भविष्यतरे एही जिनिसगुड़िकरू दूरेई रुहंतु एवं आपणଙ୍କ जीवनरे पूर्वरू एते दुख अछि जे आपण अधिक दुखरे पड़िबा उचित नुहे। सेथिपई मु आपणଙ୍କୁ रक्षा करिबाकू आसीछि। तेनु आपण एसबु जिनिसरू किपरि रक्षा पाइबे मु शेषरे आपणଙ୍କୁ सबु किछि कहिबी, चिंता करंतु नहीं। आपणଙ୍କୁ केवल सतर्क रहिबाकू पड़िबो जे आपण जान चलाउछंती, सीढ़ी चढ़ुछंती, सोइछंती, बसिछंती, दौड़ुछंती कि नहीं। तेबे टिके सतर्क रुहंतु, कारण किछि भी होई पारे। एबे परवर्ती कथा हेउछि बंधुगण, जेउ कामटी 99% संपूर्ण होईछि, जहां पई आपण उत्सव पालन करिबाकू प्रस्तुत हेउछंती, ताहा चाकिरी पत्र हेउ, एक चुक्ति हेउ, विवाह प्रस्ताव हेउ किंबा आपण किछि किनिबाकू जाउछंती, किंतु शेष मुहूर्तरे 1% अभाव हेतु बंधुगण, हाँ सेही काम आपणଙ୍କ हातरू छड़ाई नियाजिब। सेही काम कोनोसी अशुभ दृष्टि द्वारा प्रभावित होई पारे एवं बंधुगण, एहा शत्रु मानकर खराप नजर होई पारे। एहा होई पारे एवं शनिଙ୍କ पछुआ गति मध्य आपणଙ୍କୁ आक्रमण करि पारे। आपणଙ୍କ काम नष्ट होई पारे, आपणଙ୍କ खुशी छड़ाई निया जाई पारे। एपरी परिस्थितिरे जदि आपण कोनोसी नूतन काम आरंभ करिबाकू जाउछंती, तेबे प्रथमे शनिଙ୍କ आशीर्वाद लोड़ंतु। शनिଙ୍କ आशीर्वाद लोड़ंतु। जदि आपण कोनोसी नूतन काम आरंभ करूछंती किंबा एहाकू समाप्त करिबाकू जाउछंती, किंबा जदि किछि भल अर्थात आपणଙ୍କୁ खुशी मिलिबाकू जाउछि, किंबा जदि आपण एक नूतन गाड़ी किनिबाकू जाउछंती, तेबे प्रथमे शनिଙ୍କ आशीर्वाद लोड़ंतु। जदि कोनोसी कार्य समाप्त हेबाकू जाउछि, तेबे शनिଙ୍କ आशीर्वाद लोड़ंतु। जदि आपण एक नूतन चाकिरीरे जोग देउछंती, तेबे शनिଙ୍କ आशीर्वाद लोड़ंतु। एवं परवर्ती कथा, परिवाररे संपत्ति किंबा कोनोसी छोट कथा को नहीं विवाद होई पारे। रक्त संपर्क कोर्टर द्रस्त होई पारे।
ଆପଣଙ୍କୁ ପୋଲିସ ଷ୍ଟେସନ ଏବଂ ଜେଲର ସାମ୍ନା କରିବାକୁ ପଡ଼ିପାରେ। ଭାଇମାନେ ଶତ୍ରୁ ହୋଇଯିବେ ଏବଂ ପରିବାର ଭାଙ୍ଗି ପଡ଼ିପାରେ। କାହିଁକି? ମଙ୍ଗଳ ଗ୍ରହ ଯୋଗୁଁ। ହଁ ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଏହି ବ୍ରହ୍ମାଣ୍ଡ, ଏହି ଶନି, ଏହି ମଙ୍ଗଳ ଆପଣଙ୍କୁ ଦଣ୍ଡ ଦେଉନାହିଁ, ଏହା ଆପଣଙ୍କୁ ଜାଗ୍ରତ କରିବାକୁ ଯାଉଛି। ବନ୍ଧୁଗଣ, ଏହି 7 ଦିନରେ ଆପଣ ଜୀବନର ଶିକ୍ଷା ଶିଖିବେ ଏବଂ ଏହି ଶିକ୍ଷା ହେଉଛି ଯେ ଏହି ଦୁନିଆରେ ଆପଣଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ବର୍ତ୍ତମାନ ଏହି 7 ଦିନରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଯାହାଦ୍ୱାରା ଆପଣ ଏସବୁକୁ ଦୂର କରିପାରିବେ? ସତର୍କ ରୁହନ୍ତୁ। ପ୍ରଥମେ ଚୁପ୍ ରୁହନ୍ତୁ। କେହି ଆପଣଙ୍କୁ ଯେତେ ଉସୁକାନ୍ତୁ, କେହି ଆପଣଙ୍କୁ ଯେତେ ଗାଳି ଦିଅନ୍ତୁ, କେହି ଆପଣଙ୍କୁ ଯାହା କହିଲେ ବି ଆପଣଙ୍କୁ ନିଜ ମୁହଁ ବନ୍ଦ ରଖିବାକୁ ପଡ଼ିବ। ମଙ୍ଗଳ ଚାହେଁ ଯେ ଆପଣ କଥା ହୁଅନ୍ତୁ ଏବଂ ସମ୍ପର୍କ ନଷ୍ଟ କରନ୍ତୁ, କିନ୍ତୁ ଆପଣଙ୍କୁ ଚୁପ୍ ରହିବାକୁ ପଡ଼ିବ। ଯଦି ଆପଣ ଚୁପ୍ ରୁହନ୍ତି ତେବେ କିଛି ହେବ ନାହିଁ। ପରବର୍ତ୍ତୀ କଥା ହେଉଛି ଟଙ୍କା ଉଧାର ନେବା ବନ୍ଦ କରିବା। ଆଗାମୀ 7 ଦିନ ପାଇଁ କାହାକୁ ଟଙ୍କା ଦିଅନ୍ତୁ ନାହିଁ ଏବଂ ଆଜିକାଲି କୌଣସି ବଡ଼ ନିଷ୍ପତ୍ତି ନେବା ଉଚିତ ନୁହେଁ। ଯଦି ଆପଣ ଚାକିରି ଛାଡ଼ିବା କିମ୍ବା ଚାକିରିରେ ଯୋଗଦେବା କିମ୍ବା ସମ୍ପର୍କ ଭାଙ୍ଗିବା କିମ୍ବା କରିବା ବିଷୟରେ ଭାବୁଛନ୍ତି, ତେବେ ବନ୍ଦ କରନ୍ତୁ। ଭୁଲ ସମୟରେ ନିଆଯାଇଥିବା ନିଷ୍ପତ୍ତି ପ୍ରାୟତଃ ଜୀବନସାରା ବ୍ୟକ୍ତିକୁ କାନ୍ଦିବାକୁ ବାଧ୍ୟ କରେ। ତେଣୁ ଆପଣଙ୍କ ମନକୁ ଶାନ୍ତ ରଖନ୍ତୁ ଏବଂ ସମୟ ମଧ୍ୟରେ ଜିନିଷଗୁଡ଼ିକ ଛାଡ଼ି ଦିଅନ୍ତୁ। ଏହା ସହିତ କାହା ଆଗରେ ଆପଣଙ୍କ ଦୁଃଖ କାନ୍ଦନ୍ତୁ ନାହିଁ। କାହାକୁ କୁହନ୍ତୁ ନାହିଁ ଯେ ମୋ ଜୀବନରେ ଏତେ ଦୁଃଖ ଅଛି, ମୋ ଜୀବନରେ ଏତେ ଯନ୍ତ୍ରଣା ଅଛି। ନଚେତ୍ ବନ୍ଧୁଗଣ, ଏହି 7 ଦିନ 7 ଜନ୍ମ ପାଇଁ ଏପରି ରହିବ। ତେଣୁ କାହାକୁ କୁହନ୍ତୁ ନାହିଁ। ଅହଙ୍କାରରୁ ଦୂରେଇ ରୁହନ୍ତୁ। ଯଦି ଜୀବନରେ ସୁଖ ଆସୁଛି, ତାର ଅର୍ଥ ନୁହେଁ ଯେ ଅହଙ୍କାର ଆସିବା ଉଚିତ। ଯଦି ଅହଙ୍କାର ଆସେ, ବନ୍ଧୁଗଣ, ତୁମେ ଏକ ବଡ଼ ଜଞ୍ଜାଳରେ ଫସିଯିବ। ଯଦି ତୁମେ ଭୁଲ କର, ତେବେ ନତମସ୍ତକ ହୁଅ ଏବଂ କ୍ଷମା ମାଗ। ଶନି ଅହଙ୍କାରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଯେଉଁ ଗଛ ବଙ୍କା ହୁଏ ତାହା କେବେ ଝଡ଼ରେ ଉପୁଡ଼ିଯାଏ ନାହିଁ। ବନ୍ଧୁଗଣ, କେବଳ ଏହା ମନେ ରଖନ୍ତୁ। ସମାଧାନ କ'ଣ? ହନୁମାନଜୀଙ୍କର ଶରଣ ନିଅନ୍ତୁ। ହଁ, ମଙ୍ଗଳ ଏବଂ ଶନି ଉଭୟ ବଜରଙ୍ଗବଳୀଙ୍କ ଆଗରେ ପ୍ରଣାମ କରନ୍ତୁ। ଆଗାମୀ 7 ଦିନ ପାଇଁ ସକାଳେ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଏକ ସଂକଳ୍ପ ନିଅନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ସମ୍ଭବ ହୁଏ, ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଜୀଙ୍କ ମନ୍ଦିର ଯାଆନ୍ତୁ। ପାଦରେ ସିନ୍ଦୁର ଲଗାନ୍ତୁ। ଏହା ଆପଣଙ୍କ ଭିତରେ ଥିବା ଭୟକୁ ଦୂର କରିବ ଏବଂ ମଙ୍ଗଳ ଏବଂ ଶନିଙ୍କ ଖରାପ ପ୍ରଭାବକୁ ହ୍ରାସ କରିବ। ତେବେ ଆପଣଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ଦାନ ଏକ ମହାନ ବ୍ରହ୍ମାସ୍ତ୍ର। ବନ୍ଧୁଗଣ, ଶନିଦେବ ହେଉଛନ୍ତି କର୍ମର ବିଚାରକ। ଏପରି ପରିସ୍ଥିତିରେ ଆପଣଙ୍କୁ କୁକୁରକୁ ରୁଟି କିମ୍ବା ବିସ୍କୁଟ ଖୁଆଇବାକୁ ପଡ଼ିବ, ପିମ୍ପୁଡ଼ିକୁ ମଇଦା କିମ୍ବା ଚିନି ଦେବାକୁ ପଡ଼ିବ ଏବଂ ଆହୁରି କ'ଣ? ବନ୍ଧୁଗଣ, ଏବେ ଆପଣଙ୍କ ଘରର ନକାରାତ୍ମକତାକୁ ନଷ୍ଟ କରିବାକୁ ପଡ଼ିବ କାରଣ ବନ୍ଧୁଗଣ, ଲକ୍ଷ୍ମୀ ଆପଣଙ୍କ ଦ୍ୱାରରେ ଠିଆ ହୋଇଛନ୍ତି, ଯିଏ ଭିତରକୁ ଆସିବାକୁ ଚାହାନ୍ତି, କିନ୍ତୁ ଆପଣଙ୍କ ଘରେ ହିଁ ଏକ ଦୁଷ୍ଟ ଶକ୍ତି ଥିବାରୁ ଭିତରକୁ ଆସିପାରୁନାହାନ୍ତି। ତେବେ ଆପଣ ପ୍ରଥମେ ଦୁଷ୍ଟ ଶକ୍ତିକୁ କିପରି ବିନାଶ କରିବେ, ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କ ଘରର ପ୍ରତ୍ୟେକ କୋଠରୀରେ ଆପଣଙ୍କୁ ଏକ ପାତ୍ର ପାଣି ରଖି ସେଥିରେ କିଛି ଚାଉଳ, ଟିକେ କୁଙ୍କୁମ ଏବଂ ଟିକେ କର୍ପୂର ରଖିବାକୁ ପଡ଼ିବ ଏବଂ ସେହି ପାତ୍ରକୁ ଘରର ପ୍ରତ୍ୟେକ କୋଠରୀରେ ରଖିବାକୁ ପଡ଼ିବ। ଘରେ ଯେତେ କୋଠରୀ ଅଛି, ପ୍ରତ୍ୟେକ କୋଠରୀରେ ଏକ ଅଲଗା ପାତ୍ର ରଖନ୍ତୁ ଏବଂ ଏହାକୁ ସାରା ରାତି ପାଇଁ ରଖନ୍ତୁ। ସାରା ରାତି ପାଇଁ ରଖନ୍ତୁ ଏବଂ ତାପରେ ସକାଳେ ଉଠି ଗାଧୋଇ ନ ଦେଇ ସେହି ସମସ୍ତ ପାତ୍ର ପାଣି ଗୋଟିଏ ଗୋଟିଏ କରି ନିଅନ୍ତୁ କିମ୍ବା ସେମାନଙ୍କୁ ଧୋଇବା। ସର୍ବପ୍ରଥମେ ଆପଣଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଏହି କାମ କରିବାକୁ ପଡ଼ିବ। ପାତ୍ରଟିକୁ ନେଇ ଏକ ମଇଳା ନାଳରେ ପ୍ରବାହିତ କରିବାକୁ ପଡ଼ିବ। ଏହାକୁ ଏପରି ସ୍ଥାନକୁ ନେଇ ଯାଆନ୍ତୁ ଯେଉଁଠାରେ ନାଳ ବହିଯାଉଛି ଏବଂ ପ୍ରବାହିତ କରନ୍ତୁ। ସେହି ପାଣି ଢାଳି ଘରକୁ ଆସି ଗାଧୋଇ ଦିଅନ୍ତୁ ଏବଂ ଘରର ସମସ୍ତ ଲୋକଙ୍କୁ କୁହନ୍ତୁ ଯେ ସ୍ନାନ କରନ୍ତୁ ଏବଂ ଘରେ ଗଙ୍ଗା ଜଳ ଠିକ୍ ଭାବରେ ଛିଞ୍ଚନ୍ତୁ। ତେବେ ଆପଣଙ୍କୁ କିଛି ରୋକିପାରିବ ନାହିଁ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ। ନବଦୁର୍ଗା ନବରାତ୍ରିରେ ପ୍ରବେଶ କରିବେ। ତେଣୁ ବନ୍ଧୁମାନେ, ଏହି ସମସ୍ତ କଥା ସତର୍କତା ଭାବରେ କୁହାଯାଇଛି।
मंगल एवं शनि आपनंकु चैलेंज करिवे, किंतु एहार अर्थ नुहे जे खुशी मध्य आसुछि। सबुकिछि घटुछि। मु परवर्ती भिडियो रे सबुकिछि विषय रे कहिबी, किंतु वर्तमान पई बंधु माने आपणकर समर्थन मो सहित अछि। जदि आपणकर भिडियो रे कोनोसी प्रश्न किंबा समस्या अछि तेबे मोते कमेंट रे कुहंतु। मु आपणकर समस्त प्रश्नर उत्तर देबी। धन्यवाद बंधु माने। एही भिडियो रे गुरुजी आगामी 7 दिन रे आपणक जीवन उपरे शनि एवं मंगलंक प्रतिगामी गतिर प्रभाव विषय रे समस्त सूचना देइछंती। जदि आपणंकु आलोचना पसंद आसीछि, जदि भिडियोटी पसंद आसीछि तेबे एहाकु लाइक करंतु एवं जदि आपणंकर कोनोसी प्रश्न अछि तेबे कमेंट करंतु एवं चैनल को निश्चित भाबरे सब्सक्राइब करंतु। एबे पई आपणंकु बहुत बहुत धन्यवाद।